ବନ୍ଧୁ ଅନେକ ଥର ଭକ୍ତ ଆଉ ସାଧକମାନଙ୍କ ଜୀବନରେ ଏମିତି ସମୟ ଆସିଥାଏ କି ଯେଉଁ ସମୟରେ ସିଏ ବହୁତ ସମସ୍ୟାରେ ରହିଥାନ୍ତି, ଭାଙ୍ଗି ପଡ଼ିଥାନ୍ତି, ନିରାଶ ହୋଇଯାଆନ୍ତି। ସେହି ସମୟରେ ସେ ଭଗବାନଙ୍କ ଉପରୁ ବିଶ୍ୱାସ ହରାଇ ବସନ୍ତି, କେବେ ବି ଭକ୍ତି କରନ୍ତିନି। ଅନେକ ଭକ୍ତ ଏମିତି ବି ଥାନ୍ତି, ସିଏ ଭଗବାନଙ୍କ ପୂଜାପାଠ କରିବା ଛାଡ଼ି ଦିଅନ୍ତି, ଭଗବାନଙ୍କ ନାଁ ହିଁ ନେବା ଛାଡ଼ି ଦିଅନ୍ତି, ସିଏ ନାସ୍ତିକ ହୋଇଯାଆନ୍ତି। କାହିଁକି ସିଏ ସେହି ପରିସ୍ଥିତି ଗୁଡ଼ିକୁ ସହିପାରନ୍ତି ନାହିଁ, ଆଉ ନା ସେ ଏଇ କଥାକୁ ବୁଝିପାରନ୍ତି ତାଙ୍କ ସାଥିରେ ଏମିତି କାହିଁକି ହେଉଛି। ଆଉ ବନ୍ଧୁ, ଯେଉଁ ଲୋକ ପୂଜାପାଠ କରିଥାନ୍ତି, ଭଗବାନଙ୍କ ସେବା କରିଥାନ୍ତି, ତାଙ୍କ ଦିମାଗରେ ଖାଲି ଗୋଟିଏ କଥା ରହିଥାଏ, ଆମକୁ ସୁଖ ହିଁ ସୁଖ ମିଳିବ, ସବୁକିଛି ଆମ ହିସାବରେ ହେବା ଦରକାର, ଯାହା ଆମେ ଚାହୁଁଛୁ ସେମିତି ହେବା ଦରକାର, ଆମର ସବୁ ମନସ୍କାମନା, ଆମର ସବୁ ଇଚ୍ଛା ପୂରଣ ହେଉ। କିନ୍ତୁ ପ୍ରଶ୍ନ ଏହା ଉଠୁଛି କି ଯଦି ସୁଖ ଆପଣ ଭୋଗୁଛନ୍ତି, ତେବେ ଆପଣଙ୍କ ଭାଗର ଦୁଃଖ କିଏ ଭୋଗିବ? ବନ୍ଧୁ, ଆଜିର ଏହି ଭିଡ଼ିଓ ବହୁତ ମହତ୍ତ୍ୱପୂର୍ଣ୍ଣ ତଥ୍ୟ ଆପଣଙ୍କୁ ଦେବ। ବନ୍ଧୁ, ଯେଉଁ ପରୀକ୍ଷା ଆମର ନିଆଯାଇଥାଏ, ଯେବେ ଆପଣ ଜୀବନରେ ଦୁଃଖ ଆସିଥାଏ, ଆପଣଙ୍କ ସାଥିରେ କିଛି ଘଟଣା ଘଟିଥାଏ, ସେହି ସମୟରେ ଆପଣ ସେସବୁ କିପରି ସାମ୍ନା କରିବେ, ସେହି ସମୟରେ ଆପଣ ନିଜକୁ କିପରି ମଜବୁତ ରଖିବେ, ସବୁକିଛି ଏହି ଭିଡ଼ିଓ ମାଧ୍ୟମରେ କୁହାଯିବ। ଭିଡ଼ିଓଟିକୁ ପ୍ରଥମ ଥର ଦେଖୁଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ସପୋର୍ଟ କରନ୍ତୁ। ବନ୍ଧୁ, ସୁଖ ଭୋଗିବାର ଅସଲ ମଜା ସେତେବେଳେ ଆମକୁ ମିଳିଥାଏ ଯେବେ ଆମେ ଜୀବନରେ ଦୁଃଖ ଭୋଗିଥାନ୍ତି। କାହିଁକି? ଯଦି ଆପଣଙ୍କୁ କୌଣସି ଲାଇନ୍କୁ ଛୋଟ କରିବାର ଅଛି, ତା କଡ଼ରେ ଆଉ ଗୋଟିଏ ବଡ଼ ଲାଇନ୍ ଟାଣନ୍ତୁ, ଯାହାଦ୍ୱାରା ପ୍ରଥମ ଲାଇନ୍ ଛୋଟ ହୋଇଯିବ। ଠିକ୍ ସେହିପରି ବନ୍ଧୁ, ଯେବେ ଆପଣଙ୍କ ଜୀବନରେ ଦୁଃଖ ଆସିଥାଏ, ସମସ୍ୟା ଆସିଥାଏ, ତେବେ ଯେ ଆପଣଙ୍କୁ ଏହା ଜଣାପଡ଼ିଥାଏ କି ସୁଖର ଅସଲ ମୂଲ୍ୟ କ'ଣ। ଗୋଟିଏ ଭୋକିଲା ଲୋକକୁ ହିଁ ଅନ୍ନର ମୂଲ୍ୟ କେତେ ଜଣାପଡ଼ିଥାଏ, ଅନ୍ନ ତା ପାଇଁ କେତେ ଜରୁରୀ ସେ କଥା ବହୁତ ଭଲ ଭାବେ ଜାଣିଥାଏ। ଗୋଟିଏ ଉଲଗ୍ନ ଶରୀର ଥିବା ବ୍ୟକ୍ତିକୁ ପୋଷାକର ମୂଲ୍ୟ କ'ଣ ଜଣାପଡ଼ିଥାଏ, ଆଉ ଯାହା ପାଖରେ ଘର ନାହିଁ ସେ ହିଁ ଘରର ମୂଲ୍ୟକୁ ଜାଣିଥାଏ। ସେଥିପାଇଁ ବନ୍ଧୁ, ଯେବେ ଦୁଃଖ ଆପଣଙ୍କ ଜୀବନରେ ଆସିଥାଏ, ତେବେ ଯେ ଆପଣଙ୍କୁ ସୁଖର ପ୍ରକୃତ ମୂଲ୍ୟ ଜଣାପଡ଼ିଥାଏ, ଆଉ ତା'ର ଅନୁଭବ ମଧ୍ୟ ହୋଇଥାଏ। ଏମିତି ଏହି ଦୁନିଆରେ କୌଣସି ବି ବ୍ୟକ୍ତି ନାହିଁ ଯିଏ ସୁଖ ଆଉ ଦୁଃଖ ଦୁଇଟି ଯାକ ପ୍ରାପ୍ତ କରିନାହିଁ। ଦୁଃଖ ଆଉ ସୁଖ ସବୁକିଛି ଆମ କର୍ମ ଉପରେ ଆଧାରିତ। କୌଣସି ହିଁ ବ୍ୟକ୍ତି ଏମିତି କର୍ମ କରିନଥାଏ ଯାହାକୁ କେବଳ ସୁଖ ହିଁ ପ୍ରାପ୍ତ ହେବ, ଅବା କୌଣସି ବ୍ୟକ୍ତି ଏମିତି କର୍ମ କରିନଥାଏ ଯାହାକୁ ଖାଲି ଦୁଃଖ ହିଁ ପ୍ରାପ୍ତ ହେବ। ପୂର୍ବ ଜନ୍ମରୁ ବନ୍ଧୁ ଏହି କାମ ଚାଲି ଆସୁଛି, ଏଥିପାଇଁ ଦୁଃଖ ହିଁ ଭୋଗିବାକୁ ପଡ଼ିଥାଏ, ସୁଖ ବି ଭୋଗିବାକୁ ପଡ଼ିଥାଏ, ଆଉ ପ୍ରକୃତିର ବି ଏହା ହିଁ ନିୟମ ଅଟେ। ଯେବେ ଆପଣ ପୂଜାପାଠ କରିଥାନ୍ତି ଆଉ ଭଗବାନ ଯେତେବେଳେ ଆପଣଙ୍କର ପରୀକ୍ଷା ନେଇଥାନ୍ତି, ଆପଣଙ୍କ ଇଷ୍ଟ ଦେବତା ଆପଣଙ୍କର ପରୀକ୍ଷା ନେଇଥାନ୍ତି, ସେତେବେଳେ ଆପଣ ଏସବୁ କଥାକୁ ବୁଝିପାରନ୍ତିନି, ସେ ଆପଣଙ୍କର ପରୀକ୍ଷା କାହିଁକି ନେଉଛନ୍ତି। ଅନେକ ଲୋକ ବନ୍ଧୁ ପୂଜା ଖାଲି ଏଥିପାଇଁ କରିଥାନ୍ତି କି ତାଙ୍କୁ ଜୀବନରେ ଯେମିତି କେବେ ବି କୌଣସି କଷ୍ଟ ନ ମିଳୁ। ତାଙ୍କୁ ଯଦି ଛୋଟିଆ କଷ୍ଟଟିଏ ବି ମିଳେ ନା, ତ ସେ ସିଧା ଭଗବାନଙ୍କୁ ଦୋଷ ଦିଅନ୍ତି, ଭଗବାନଙ୍କୁ ପ୍ରଶ୍ନ କରିବାକୁ ଲାଗନ୍ତି କି ମୁଁ ଆପଣଙ୍କର ଏତେ ପୂଜାପାଠ କରୁଛି, ମୁଁ ଆପଣଙ୍କର ବହୁତ ସେବା କରୁଛି, ମୁଁ ଆପଣଙ୍କର ବହୁତ ବଡ଼ ଭକ୍ତ ଅଟେ, ତାପରେ ବି ମୋତେ ଏତେ ଦୁଃଖ କଷ୍ଟ କାହିଁକି ମିଳୁଛି। ଏସବୁ ପାଇଁ ଏକ ଉଦାହରଣ ସଦୃଶ ଆପଣ ଏକ କାହାଣୀ ଶୁଣନ୍ତୁ। ଜଣେ ବ୍ୟକ୍ତି ଥିଲେ ଯିଏ ଭଗବାନଙ୍କର ବହୁତ ପୂଜାପାଠ କରୁଥିଲେ। ଥରେ ସିଏ ରାସ୍ତାରେ କୁଆଡ଼େ ଯାଉଥିଲେ, ହଠାତ୍ ତାଙ୍କ ଗୋଡ଼ ମୋଡ଼ି ହୋଇଗଲା, ଆଉ ସିଏ ତଳେ ପଡ଼ିଗଲେ, ଆଉ ଚାଲିବାକୁ ଅସମର୍ଥ ହେଲେ। ତାପରେ କିଛି ସମୟ ପରେ ସିଏ ଭଗବାନଙ୍କ ମନ୍ଦିରକୁ ଗଲେ, ତାଙ୍କୁ ଇଆଡ଼ୁ ସିଏ କହିବାକୁ ଲାଗିଲେ, ତାଙ୍କର ନିନ୍ଦା କଲେ, ଆଉ କହିଲେ କି ହେ ଭଗବାନ, ମୁଁ ଆପଣଙ୍କର ଏତେ ପୂଜା କରୁଛି, ଦିନ ରାତି ଆପଣଙ୍କର ନାଁ ନେଉଛି, ଆପଣଙ୍କର ସେବା କରୁଛି, ତଥାପି ଆପଣ ମୋର ଏହି ଅବସ୍ଥା କାହିଁକି କଲେ। ସେଦିନ ରାତି ଭଗବାନ ତାଙ୍କ ସ୍ୱପ୍ନରେ ଆସିଲେ, ତାଙ୍କୁ ଗୋଡ଼ ମୋଡ଼ି ହେବାର ପୁରା ଦୃଶ୍ୟ ଦେଖାଇବାକୁ ଲାଗିଲେ, ଆଉ ବୁଝାଇବାକୁ ଯାଇ କହିଲେ କି ତାହା କୌଣସି ସାଧାରଣ ଦୁର୍ଘଟଣା ନଥିଲା, ବହୁତ ବଡ଼ ଦୁର୍ଘଟଣା ହେବାର ଥିଲା, ଯେଉଁଥିରେ ତୁମର ମୃତ୍ୟୁ ନିଶ୍ଚିତ ଥିଲା। କେଉଁଠି ନା କେଉଁଠି ତୁମର ପୂଜାପାଠ, ତୁମର ଭଲ କର୍ମ, ତୁମର ମୋ ନାଁ ନେବା କାରଣରୁ ବଡ଼ ଦୁର୍ଘଟଣା ଏକ ଛୋଟ ଦୁର୍ଘଟଣାରେ ବଦଳିଗଲା, ତୁମର ଖାଲି ଗୋଡ଼ ଟିକେ ମୋଡ଼ି ହୋଇଯାଇଛି। ଏହିସବୁ ପରେ ବ୍ୟକ୍ତି ବୁଝିଗଲା କି ଭଗବାନଙ୍କ କାରଣରୁ ସେ କେତେ ବଡ଼ ବିପଦରୁ ବଞ୍ଚିଗଲା। ସେଥିପାଇଁ ବନ୍ଧୁ, ଭଗବାନ ଯେବେ ବି ଆପଣଙ୍କର ପରୀକ୍ଷା ନେଇଥାନ୍ତି, ସେ ପ୍ରକୃତରେ ଆପଣଙ୍କୁ ଏତେ ଯୋଗ୍ୟ ବନାଇ ଦେଇଥାନ୍ତି କି ଯେମିତି ଆପଣ ନିଜ ଜୀବନରେ ସଫଳ ହୋଇପାରିବେ, ଆଉ ସେ ପରୀକ୍ଷାରେ ପାସ୍ ହୋଇପାରିବେ। ଭଗବାନ ଦୁଃଖକୁ କେବେ ବି କମ୍ କରିନଥାନ୍ତି, ନା ଆପଣଙ୍କ ଜୀବନରୁ ଦୁଃଖକୁ ଦୂରେଇ ଦିଅନ୍ତି। ଦୁଃଖ ତ ଆପଣଙ୍କୁ ଆପଣଙ୍କ ଜୀବନରେ ଭୋଗିବାକୁ ପଡ଼ିବ, ସେ ତ ଆପଣଙ୍କ ଜୀବନରେ ଆସିବ ହିଁ ଆସିବ, କିନ୍ତୁ ତାକୁ ଭୋଗିବାର କ୍ଷମତା, ତାକୁ ଭୋଗିବାର ଶକ୍ତି ଆପଣଙ୍କୁ ଭଗବାନ ନିଶ୍ଚୟ ପ୍ରଦାନ କରିଥାନ୍ତି। ଆଉ ଯେବେ ଆପଣଙ୍କ ଭିତରେ ଦୁଃଖକୁ ଭୋଗିବାର ସାମର୍ଥ୍ୟ ଆସିଯାଏ, ତେବେ ଆପଣଙ୍କୁ ସେ ଦୁଃଖ
ଦୁଃଖ ହିଁ ଲାଗିବ ନାହିଁ। ଆଉ ଏକ ଉଦାହରଣ ଦେଉଛି ବୁଝନ୍ତୁ। ଜଣେ ବ୍ୟକ୍ତି ଲଙ୍କା ଖାଉଥିଲେ, ଆଉ ଯେମିତି ତାଙ୍କୁ ଲଙ୍କାର ରାଗପଣ ଅନୁଭବ ହେବାକୁ ଲାଗିଲା, ସେ ତୁରନ୍ତ ଗୁଡ଼ର ଏକ ଛୋଟ ଖଣ୍ଡକୁ ଖାଇଦେଲେ, ଆଉ ତାଙ୍କୁ ଆରାମ ଲାଗିଲା। ପୁଣି ସେହି ବ୍ୟକ୍ତି ଅନ୍ୟ ଜଣେ ବ୍ୟକ୍ତି ପଚାରିଲେ କି କ'ଣ ଲଙ୍କାର ରାଗପଣ ଶେଷ ହୋଇଗଲା? ସେ ବ୍ୟକ୍ତି ଉତ୍ତର ଦେଲେ କି ନା, ବିଲକୁଲ ନୁହେଁ। ଲଙ୍କାର ରାଗପଣ ତ ସେମିତି ହିଁ ଅଛି, କିନ୍ତୁ ଲଙ୍କାର ରାଗପଣକୁ ସହିବାର ଶକ୍ତି ମୋତେ ଏହି ଗୁଡ଼ ଖଣ୍ଡ ପ୍ରଦାନ କଲା, ଯାହାଦ୍ୱାରା ମୋତେ ଏହା ଲାଗିଲା ନାହିଁ ମୁଁ ଲଙ୍କା ଖାଉଛି। ଭଗବାନ ଆପଣଙ୍କ ଜୀବନରେ ଯାହା ବି ଖେଳ ଖେଳିଥାନ୍ତି, ଆପଣଙ୍କ ଜୀବନରେ ତାଙ୍କୁ ଯେଉଁ କାର୍ଯ୍ୟ କରିବାର ଥାଏ ତାହା ଏପରି ହିଁ ହୋଇଥାଏ। ସେ ଆପଣଙ୍କୁ ଏତେ କ୍ଷମତା ପ୍ରଦାନ କରିଥାନ୍ତି, ଏତେ ଶକ୍ତି ଦେଇଥାନ୍ତି କି ଯେମିତି ସେ ଦୁଃଖ ହିଁ ଲାଗିବନି। ସେଥିପାଇଁ ବନ୍ଧୁ, କେବେ ବି ଭଗବାନଙ୍କୁ ଦୋଷ ଦିଅ ନାହିଁ, ତାଙ୍କର ନିନ୍ଦା କରିବା ବନ୍ଦ କର। ନିଜର କର୍ମ ଉପରେ ଧ୍ୟାନ ଦିଅ, ନିଜ ବୁଦ୍ଧି ଆଉ ବିବେକର ଉପଯୋଗ କରନ୍ତୁ। ଏବେ ଆମେ ବୁଝିବା କି ଭଗବାନ ଯେବେ ଆମର ପରୀକ୍ଷା ନେଇଥାନ୍ତି, ସେ କେମିତି ନେଇଥାନ୍ତି, ତାହା କେଉଁ ସଂକେତ ହୋଇଥାଏ, ଯେମିତି ଆପଣ ଜାଣିପାରିବେ ଭଗବାନ ଆପଣଙ୍କର ପରୀକ୍ଷା ନେଉଛନ୍ତି। ଯେବେ ଭଗବାନ ଆପଣଙ୍କର ପରୀକ୍ଷା ନେଇଥାନ୍ତି, ଆପଣଙ୍କ ସାଥିରେ ଏମିତି କିଛି ହୋଇଥାଏ। ମନେକର ଆପଣ ଖାଇ ବସିଛନ୍ତି, ଅଚାନକ ଆପଣଙ୍କ ଦ୍ୱାରକୁ କୌଣସି ବ୍ୟକ୍ତି ଆସିଯାଏ ଯିଏ ଭୋକରେ ଥାଏ, ଅବା କୌଣସି ମାଗିବା ବାଲା ଆସିଯାଏ, ଅବା କୌଣସି ପଶୁ ଯେମିତି ଗାଈ, କୁକୁର, ବିଲେଇ ଆସିଯାଏ। ଆଉ ସେହି ସମୟରେ ଯଦି ଆପଣ ନିଜ ଥାଳିରୁ କିଛି ଖାଦ୍ୟ ତାଙ୍କୁ ଖାଇବାକୁ ଦେଇଦିଅନ୍ତି, ତେବେ ଏହା ସବୁଠୁ ବଡ଼ ଦାନ ହୋଇଥାଏ। ଏପରି କରିବା ଦ୍ୱାରା ଭଗବାନ ପ୍ରସନ୍ନ ହୋଇଯାଆନ୍ତି। ଅନେକ ଲୋକ ବନ୍ଧୁ ନିଜ ଥାଳିରୁ ବରଂ ଘରୁ ରୁଟି ଦେଇଥାନ୍ତି, କିନ୍ତୁ ଆପଣଙ୍କୁ ନିଜ ଥାଳିରୁ ହିଁ ରୁଟି ଦେବାର ଅଛି। କାହିଁକି? ଏମିତି କରିବା ଦ୍ୱାରା ଏହା ମନାଯାଏ କି ଆପଣ ନିଜ ମୁହଁର ଖାଦ୍ୟ ତାଙ୍କୁ ଦେଇଦେଲେ, ଆଉ ଏହା ବହୁତ ବଡ଼ ଦାନ ଅଟେ। ଯଦି ଏପରି ଲକ୍ଷଣ ଦେଖାଯାଇଥାଏ, ତେବେ ବୁଝିଯାଆନ୍ତୁ କି ଭଗବାନ ଆପଣଙ୍କର ପରୀକ୍ଷା ନେଉଛନ୍ତି। ଅନେକ ଥର ଭଗବାନ ଆପଣଙ୍କର ପରୀକ୍ଷା ଏମିତି ହିଁ ନେଇଥାନ୍ତି, ଯେମିତିକି ଆପଣ କୁଆଡ଼େ ଯାଉଛନ୍ତି, ରାସ୍ତାରେ କୌଣସି ବ୍ୟକ୍ତି ଆପଣଙ୍କ ସହିତ ଦେଖାଉ ଯିଏ ଶୀତରେ ଥରୁଥାଏ, ତେବେ ଆପଣଙ୍କ ମନରେ ଏହି ଭାବ ଆସିଯାଏ କି ତା ପାଇଁ କମ୍ବଳ, ଜ୍ୟାକେଟ୍ ଅବା ନିଜେ ପିନ୍ଧିଥିବା ପୋଷାକ ଆପଣ ତାକୁ ଦେଇଥାନ୍ତି। ଏହା ବି ବହୁତ ବଡ଼ ଦାନ ଅଟେ। କୌଣସି ଭୋକିଲା ବ୍ୟକ୍ତିକୁ ଖାଇବାକୁ ଦେବା ଅବା କୌଣସି ଉଲ୍ଲଗ୍ନ ବ୍ୟକ୍ତିକୁ ପୋଷାକ ଦାନ କରିବା, ସେ କୌଣସି ବି ଭଗବାନଙ୍କ ଦ୍ୱାରା ନିର୍ମିତ ହୋଇଥିବା ବସ୍ତୁ ହେଉ, ଜୀବଜନ୍ତୁ ହେଉ ଅବା ଅସହାୟ ଲୋକ ହେଉ, ଖାଇବାକୁ ଅସହାୟ ହେଉ, ପିନ୍ଧିବାକୁ ଅସହାୟ ହେଉ, ଯାହାର କିଛି ଆବଶ୍ୟକ, ଯଦି ଆପଣ ତାକୁ କିଛି ସାହାଯ୍ୟ କରୁଛନ୍ତି ଅବା କିଛି ଦାନ କରୁଛନ୍ତି, ଏହା ବହୁତ ବଡ଼ ସେବା ଅଟେ, ଆଉ ବଡ଼ ଦାନ ହିଁ କୁହାଯିବ। ଆଉ ଯଦି ଆପଣ ଏମିତି କରୁଥାନ୍ତି, ତେବେ ଭଗବାନଙ୍କ କୃପାରୁ ଆପଣ ବଞ୍ଚିତ ହୋଇପାରିବେ ନାହିଁ। ଭଗବାନ ଆପଣଙ୍କ ଉପରେ କୃପା ନିଶ୍ଚୟ କରିବେ, ଖାଲି ଆପଣଙ୍କୁ ଭଗବାନଙ୍କ ଉପରେ ଅତୁଟ ବିଶ୍ୱାସ ରଖିବାର ଅଛି। କାହିଁକି? ସେ ସବୁବେଳେ ଆପଣଙ୍କ ସାଥିରେ ଥାନ୍ତି, ସିଏ ଆପଣଙ୍କ ଉପରେ କୃପା ବନାଇ ରଖିଥାନ୍ତି। ଆପଣ ସୁଦାମାଙ୍କ ବିଷୟରେ ନିଶ୍ଚୟ ଜାଣିଥିବେ, କେତେ ଗରିବର ସହ ସିଏ ଆଉ ତାଙ୍କ ପରିବାର ଜୀବନ ବିତାଉଥିଲେ, କିନ୍ତୁ ସିଏ ଶ୍ରୀକୃଷ୍ଣଙ୍କ ଉପରେ ବିଶ୍ୱାସ ଅତୁଟ ରଖିଥିଲେ। ସେ ଭୋକିଲା ପେଟରେ ବି ଶ୍ରୀକୃଷ୍ଣଙ୍କୁ ମନେ ପକାଉଥିଲେ। ପରେ ଭଗବାନ ଶ୍ରୀକୃଷ୍ଣ ସମସ୍ତ ପ୍ରକାର ସୁଖ ତାଙ୍କୁ ପ୍ରଦାନ କରିଥିଲେ। ଆଉ ବନ୍ଧୁ, ଆପଣ ଯଦି ନିଜ ବିଶ୍ୱାସରେ ଅତୁଟ ରହୁଛନ୍ତି, ଭଗବାନଙ୍କ ଉପରେ ସବୁବେଳେ ବିଶ୍ୱାସ ରଖୁଛନ୍ତି, ତେବେ ଏହା ମାନିକି ଚାଲୁଛନ୍ତି କି ଭଗବାନ ସବୁବେଳେ ଆପଣଙ୍କ ସାଥିରେ ଅଛନ୍ତି। ଏହି ବିଶ୍ୱାସ ରଖ କି ବନ୍ଧୁ, ଏହି କଥା ଗଣ୍ଠି ବାନ୍ଧି ରଖ କି ବନ୍ଧୁ, ଆପଣଙ୍କର ଭବସାଗରରୁ ପାରି ହେବା ସୁନିଶ୍ଚିତ ଅଟେ। ଭଗବାନ ଆପଣଙ୍କର ଭୌତିକ ଜୀବନକୁ ତ ସୁଖମୟ କରିଥାନ୍ତି, ତା ସାଥିରେ ଆପଣଙ୍କ ଆଧ୍ୟାତ୍ମିକ ଜୀବନକୁ ବି ସୁଖମୟ କରିକି ଆପଣଙ୍କୁ ସ୍ୱର୍ଗପ୍ରାପ୍ତି କରାଇବେ। ଏଥିପାଇଁ ବନ୍ଧୁ, କେବେ ବି ଭଗବାନଙ୍କ ଉପରେ ଅବିଶ୍ୱାସ କରିବ ନାହିଁ, ସବୁବେଳେ ତାଙ୍କ ଉପରେ ବିଶ୍ୱାସ ରଖ। ସୁଖ ଦୁଃଖ ସମସ୍ତଙ୍କ ଘରକୁ ଆସିଥାଏ, ସମସ୍ତଙ୍କ ଜୀବନରେ ଆସିଥାଏ, କିନ୍ତୁ ଭଗବାନ ସବୁବେଳେ ଆପଣଙ୍କର ଭଲ ହିଁ ଚାହିଁଥାନ୍ତି, ଆପଣଙ୍କର ରକ୍ଷା ହିଁ କରିଥାନ୍ତି। ସେଥିପାଇଁ ବନ୍ଧୁ, ସବୁବେଳେ ଭଗବାନଙ୍କ ଉପରେ ଅତୁଟ ବିଶ୍ୱାସ ରଖନ୍ତୁ। ଆଶା କରୁଛି ବନ୍ଧୁ ଏ ଭିଡ଼ିଓଟି ଆପଣଙ୍କୁ ଭଲ ଲାଗି